କଟିଂରୁ ଆଣି ଲଗେଇଥାନ୍ତି କିଣିକି, ତାହେଲେ ଶୀଘ୍ର ଫୁଲ ହେଇଥାନ୍ତା। ଏମିତି ମଞ୍ଜିରୁ ଲଗେଇଲେ ଟିକେ ଲେଟ୍ରେ ଫୁଲ ହେବ, ବର୍ଷେ 2 ବର୍ଷରେ ଆଉ। ହଉ ପଛ ମୋତେ ଏତେ ସାରା ଠାକୁର ଦେଇଛନ୍ତି, ଏତେ ମଞ୍ଜି ମୁଁ ଛାଡ଼ିବି ଆଉ କିଣିକି ଆଣିବି? ଗଛ କରିବି, 1 2 3 ଖଣ୍ଡେ ମୁଁ ଲଗେଇବି, ଆଉ ଯାହା ହେବ ନେଇକି ଆମ ପାଖ ଘରରେ ତାଙ୍କ ବାରିଆଡ଼େ ନେଇ ପୋତି ଦେଇ ଆସିବି। ଯାହାର ଆଗ୍ରହ ନାହିଁ ନିଜେ ପୋତିବି, ଦେଖିବି ପୁରା ଗଛ ହେଲା କି ନାହିଁ, ଗାଈ ଗୋରୁ କିଏ ଖାଇଲେ କ'ଣ କଲେ, ଯତ୍ନ ସହିତ ବଡ଼ ହେଲା ଯାଏ। ଏତେ ଦାମିକିଆ ଗଛକୁ ମୁଁ ସହଜେ ଏମିତି ଛାଡ଼ିନି। ଦେଖିଲେ କେତେ ବେଦନା ମଞ୍ଜି ଭଳିଆ ମଞ୍ଜି। ଏଇଟା କେଉଁ ମଞ୍ଜି, କେଉଁ ଫଳର ମଞ୍ଜି, କେଉଁ ଫୁଲର ମଞ୍ଜି ଇଏ କୁହନ୍ତୁ? ଏ ଫଳ ଦେଖିଲେ ଆପଣ ନିଶ୍ଚିନ୍ତ ଜାଣିପାରିବେ। ଏମିତି ଗୋଟେ ବାଦାମ, ଆମେ ଆଗେ ରୋଡ଼ ସାଇଡ଼୍ରେ ଗଲାବେଳକୁ ଛୋଟବେଳେ ଯେତେବେଳେ ଯାଉ ରୋଡ଼ ସାଇଡ଼୍ରେ, ଏମିତି ଗୋଟେ ବାଦାମ ସବୁ ଏମିତି ଫାଟିକି ରହିଥାଏ। କି ବାଦାମ ସିଏ ମୁଁ ଜାଣିନି, ବାଦାମ କି ରୋଡ଼ କ'ଣ ଏମିତି ଫାଟିକି ରହିଥାଏ, ମାନେ ଏଠି ବଡ଼ ବଡ଼ ଫଳ। ସେଇ ଫଳ ଜାଣିଛନ୍ତି? କମେଣ୍ଟରେ ଲେଖିକି କୁହନ୍ତୁ ଇଏ କେଉଁ ଫଳ। କେତେ ଜଣ କହିପାରିବେ ଚିହ୍ନିଛନ୍ତି ଇଏ କେଉଁ ଫଳ? ଯେଉଁମାନେ ଗାର୍ଡ଼େନିଂ କରିଛନ୍ତି ମୁଁ ଜାଣିଛି ସେମାନେ କହିଦେବେ। ମୁଁ କହିବି, ମୁଁ ପଛରେ କହିବି। ମୁଁ ତ ଏବେ ଯାଇଲି, ମୁଁ ତ ଆଗରୁ ନିଜେ ଜାଣିନଥିଲି। ଆଜି ପଚାରିବାରୁ ସମସ୍ତେ ସେ କହିଲେ, ସେ ଗଛ ପାଖରେ ଦେଖେଇଲ, ସେ କହିଲେ ଏ ଉପରକୁ ନରେ ଗଛଟା ଏଇଠୁ ପଳଉଛି, ଦେଖ ପେନ୍ଥା ମେନ୍ଥା।